ପିଲାମାନେ କେମିତି ଅଛନ୍ତି ଆଉ କି ସମସ୍ତେ ପିଲାମାନେ ବହୁତ ହି ଭଲରେ ଥିବେ ସो ତମାନେ ସେମିତି ଭଲରେ ଥାନ୍ତୁ। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ ଥ୍ରୀର 6th ସେମିଷ୍ଟାର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକିନା ପିଲାମାନେ 6th ସେମିଷ୍ଟାରର ଯେଉଁ ତୁମର ଡିଏସ୍ସି ପେପରଟି ରହିଛି DSC 3 ହେଲା ତୁମର DSC 3 ର ୟୁନିଟ୍ 1 କ'ଣ ଅଛି ପ୍ରଥମ ତ ତୁମର ଅଛି ଜଗନ୍ନାଥ ଜଣାଣ କିଏ ଲେଖିଛନ୍ତି ନା କବିସୂର୍ଯ୍ୟ ବଳଦେବ ରଥ। ତ ପିଲାମାନେ ଏ ଯେଉଁ ପଦ୍ୟଟି ଅଛି ୟୁନିଟ୍ 1 ରେ ତ ସେଇଠୁ ଆମେ ଲଘୁଚାପଟି ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ତ ପିଲାମାନେ ଆମେ ଯେଉଁ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନଟି ଆଜି ଆଲୋଚନା କରିବା ସେଇଟା ତୁମର ଏକ୍ଜାମରେ ଆସିବ ହେଲା। ତ ମାନେ ଭାବିବ ନାହିଁ କେବଳ 7 ମାର୍କର ଆଜିର ଏଇ କ୍ୱେଶ୍ଚନଟି ଯେଉଁ ଆଲୋଚନା କରିବା ତାହା 7 ମାର୍କ ବି ହେଇପାରିବ ଏବଂ ସେଇଟା ୟୁନିଭର୍ସିଟି ୱାଇଜ୍ ହେଲା। କିଛି ପିଲାମାନଙ୍କର ଏଇ କ୍ୱେଶ୍ଚନଟି 15 ମାର୍କ ମଧ୍ୟ ହେଇପାରିବ। ତ ଚାଲନ୍ତୁ ଆମେ କେମିତି କ'ଣ ତୁମର ଏକ୍ଜାମରେ ଆସିବ ସେଗୁଡ଼ା ସବୁ ଆଲୋଚନା କରିବା। ତ ପିଲାମାନେ ଫାଷ୍ଟ ତୁମକୁ ଆଉ ଗୋଟେ କଥା କହି ରଖୁଛି ଯେ ମାନେ ତୁମର ଯେକୌଣସି ପଦ୍ୟ ହଉ କି ଏକାଙ୍କିକା ହଉ କି ନାଟକ ହଉ ତୁମେ ଯାହା ବି କିଛି ଆଲୋଚନା କରୁଛ ପ୍ରଥମ ତ ତୁମର କବି ପରିଚୟ ବା ଲେଖକ ପରିଚୟ ବା ଗାଳ୍ପିକଙ୍କ ପରିଚୟ ନିହାତି ତୁମର ଦରକାର ପଡ଼େ। କାହିଁକିନା ତୁମମାନେ ଯେକୌଣସି ଲଘୁଚାପ ଲେଖିବା ପୂର୍ବରୁ ଯଦି ତୁମମାନେ ଗୋଟେ 15 ମାର୍କର ଲଘୁଚାପଟି ଲେଖୁଛ ତ ସେଇଠି ତ ଫାଷ୍ଟ 15 ମାର୍କର ତୁମେ ଯଦି 5 ପେଜ୍ ଲେଖ କି 4 ପେଜ୍ ଲେଖ ତୁମେ ଯେତେ ପେଜ୍ ଲେଖ ଫାଷ୍ଟ ଗୋଟେ ପେଜ୍ ତୁମକୁ ଖାଲି ଇଣ୍ଟ୍ରୋଡକ୍ସନ୍ ହିଁ ଲେଖିବାର ଅଛି କବିଙ୍କ ବିଷୟରେ ହେଲା। କବିଙ୍କ ବିଷୟରେ ଲେଖିବ ମାନେ କବି କେତେ ମସିହାରେ ଜନ୍ମଗ୍ରହଣ କରିଛନ୍ତି ତା ସହିତ କବିଙ୍କର କିଛି ରଚନା ଗୁଡ଼ିକ ସେ କ'ଣ ସବୁ ସୃଷ୍ଟି କରିଛନ୍ତି ହେଲା ସବୁ ସେଗୁଡ଼ା ମଧ୍ୟ ଦରକାର ହେଲା। ଲଘୁଚାପ ତୁମେ କେବେ ଭାବିବ ନାହିଁ କେବଳ ଆମେ କ'ଣ ବିଷୟବସ୍ତୁ ଉପରେ ଡାଇରେକ୍ଟ ଆଲୋଚନା କରିବା। ତ ସରି ସବୁ ନୁହେଁ ତୁମେ ଫାଷ୍ଟ କବି ପରିଚୟ ବିଷୟରେ ଆଗେ ମୁଁ ଆଲୋଚନା କରିବି ଦେନ୍ ଆମେ ତୁମର ବିଷୟବସ୍ତୁ ଆଡ଼କୁ ଯିବା। ଫାଷ୍ଟ ତୁମର ବଳଦେବ ରଥଙ୍କ ବିଷୟରେ ଜାଣ ହେଲା। ଅଷ୍ଟାଦଶ ଶତାବ୍ଦୀ ଶେଷ ଭାଗରେ କବି ହେଉଛନ୍ତି କବିସୂର୍ଯ୍ୟ ବଳଦେବ ରଥ। ତାହେଲେ କ'ଣ କବିସୂର୍ଯ୍ୟ ବଳଦେବ ରଥ ସିଏ କେଉଁ ସମୟର କବି ନା ସିଏ ଅଷ୍ଟାଦଶ ଶତାବ୍ଦୀ ଅଷ୍ଟାଦଶ ମାନେ କେତେ 1800 ହେଲା 1800 ଶତାବ୍ଦୀର ଶେଷ ଭାଗରେ 1800 ଶତାବ୍ଦୀର ଶେଷ ଭାଗ ମାନେ କେତେ ମାନେ 1800 ଶତାବ୍ଦୀରୁ ଯେତେବେଳେ ମାନେ 1900 ମସିହା ସେଇ ମାନେ ଲାଷ୍ଟ ମୁଭମେଣ୍ଟ ଯେତେ ମାନେ 1899 ସେଇ ପାଖାପାଖି ମାନେ ଶେଷାଂଶ ମାନେ କ'ଣ ବୁଝୁଛ ଶେଷ ଭାଗ ହେଲା। ଶେଷ ଭାଗର କବି ହେଉଛନ୍ତି କବିସୂର୍ଯ୍ୟ ବଳଦେବ ରଥ। ତାଙ୍କର ରଚିତ ଜଣାଣ ତାଙ୍କର ଜଣାଣ ଯେମିତି ପିଲାମାନେ ତୁମର ପଦ୍ୟ ହଉ ଗଦ୍ୟ ହଉ ଯେମିତି ଅଛି ସେଭଳି ଭାବରେ ଜଣାଣ ମାନେ କ'ଣ ନିଜର ଦୁଃଖକୁ ଯେଉଁଟାକି ଦୁଃଖକୁ ବା ଠାକୁରଙ୍କୁ ଯେଉଁ ପ୍ରକାଶ କରୁଛନ୍ତି ତାଙ୍କ ପାଖରେ ସେଇଟା ହିଁ ଜଣାଣ ମାଧ୍ୟମରେ ହେଲା। ତ ଦେଖିବା ଜଗନ୍ନାଥ ଜଣାଣ ଏକ ଭକ୍ତି ରସାତ୍ମକ ଅମ୍ଳାନ କୃତି ଭକ୍ତି ରସାତ୍ମକ ତାହେଲେ କ'ଣ ଏଠି କେଉଁ ରସ ଦେଖା ଦେଇଛି ନା ଭକ୍ତି ରସାତ୍ମକ ଅମ୍ଳାନ କୃତି ହେଲା। ଏଇଟା ଯେଉଁ ତାଙ୍କର ଜଗନ୍ନାଥ ଜଣାଣଟି। ତାପରେ ଦେଖିବା ଦେଖନ୍ତୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ। ଶ୍ରୀ ଜଗନ୍ନାଥ କିଏ ଶ୍ରୀ ଜଗନ୍ନାଥ ହେଉଛି ସମଗ୍ର ସୃଷ୍ଟିର କର୍ତ୍ତା ଯିଏକି ଜଗତର ନାଥ ଜଗନ୍ନାଥ ସେ ହିଁ ହେଉଛନ୍ତି ଭକ୍ତର ଭଗବାନ ହେଲା। ବିପଦ ସମୟରେ ସେ ଭକ୍ତର ସାହା ଭରସା ହୋଇଥାନ୍ତି। ବିପଦ ସମୟରେ ସେ କ'ଣ କରିଥାନ୍ତି ନା ଭକ୍ତର ସାହା ଭରସା ହୋଇଥାନ୍ତି। ତ ପିଲାମାନେ ଫାଷ୍ଟ ଆଉ ଗୋଟେ କଥା ମନେ ରଖ ଯେଉଁ ଭଗବାନ ବା ଶ୍ରୀକୃଷ୍ଣ ଜଗନ୍ନାଥ ହେଲା ବିଷ୍ଣୁ ସେମାନେ ଦେବତା ହେଉଛି ଗୋଟିଏ କିନ୍ତୁ ତାର ରୂପ ଅଲଗା ଅଲଗା ଯେମିତି ଜଗନ୍ନାଥ ହେଇଯାଉ ବିଷ୍ଣୁ କି ଆମେ ତାକୁ ଯେକୌଣସି ଶିବ ଠାକୁର ଇତ୍ୟାଦି ସବୁ ଠାକୁର ଜଣେ ହେଲା। ଏଇଟା ମନେ ରଖିବ। ଏଠାରେ ଯେଉଁ କବି ସିଏ ଜଗନ୍ନାଥ ଜଣାଣ ମାଧ୍ୟମରେ କେବଳ ଜଗନ୍ନାଥଙ୍କ କଥା କହିନାହାନ୍ତି ସିଏ କହିଛନ୍ତି ଯେ କେମିତି ଭକ୍ତ ପ୍ରହ୍ଲାଦକୁ କେମିତି ନରସିଂହ ଅବତାରରେ ଠାକୁର ଉଦ୍ଧାର କରିଛନ୍ତି ହେଲା। ଦ୍ରୌପଦୀଙ୍କର ବସ୍ତ୍ର ସମୟରେ କେମିତି ତାଙ୍କୁ କଟି ବସ୍ତ୍ର ପ୍ରଦାନ କରିଥିଲେ ଯାହାଫଳରେ କ'ଣ ମାନେ ଅନେକ ସାରା ସେ ଯେଉଁ ଭକ୍ତମାନଙ୍କୁ ସାହାଯ୍ୟ କରିଥିଲେ। କିନ୍ତୁ ବଳଦେବ ରଥଙ୍କୁ ସେ କାହିଁକି ପ୍ରଭୁ ଜଗନ୍ନାଥ କାହିଁକି ତାଙ୍କ ପ୍ରତି ଏତେ ନିର୍ଦ୍ଦୟ ତାଙ୍କର ଯେଉଁ ମନସ୍କାମନା ପୂରଣ କରୁନାହାନ୍ତି ତ ସେଥିପ୍ରତି ସେ ଜଣାଣ ମାଧ୍ୟମରେ ଦର୍ଶାଇଛନ୍ତି ହେଲା। ଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ ଏବଂ ବିପଦ ସମୟରେ ସେ ଭକ୍ତର ସାହା ଭରସା ହୋଇଥାନ୍ତି ବିଭିନ୍ନ ରୂପରେ। ତ ପିଲାମାନେ ଭଗବାନ ତ ମାନେ ଦେଖିଛନ୍ତି ଯେଉଁ ବିଭିନ୍ନ ପ୍ରକାର ବରାହ ଅବତାର କି ନୃସିଂହ ଅବତାର ହେଲା ଯେଉଁ ହିରଣ୍ୟକଶ୍ୟପ ତାଙ୍କୁ ସଂହାର କରିଥିଲେ କେଉଁ ଅବତାରରେ ନରସିଂହ ଅବତାର ସେହିପରି ଭାବରେ ତୁମର ଅନେକ ସାରା ଅବତାର ନେଇକି ସେ ଭକ୍ତର ସାହା ଭରସା ହୋଇଥାନ୍ତି। ଶ୍ରୀ ଜଗନ୍ନାଥଙ୍କ ଦୃଷ୍ଟିରେ ସମସ୍ତେ ସମାନ ଧନୀ ଦରିଦ୍ର ବିଭିନ୍ନ ପ୍ରକାର ଜାତି ହେଇଯାଉ ସମସ୍ତେ ତାଙ୍କ ନିକଟରେ ସମଦୃଷ୍ଟି ସମ୍ପନ୍ନ ବା ସମାନ ହେଲା। ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାନ୍ତି। ମାତ୍ର କବି ଜଗନ୍ନାଥଙ୍କର ପକ୍ଷପାତ ନୀତିକୁ ଉପଲବ୍ଧି କରି ନିଜର ଅଭିମାନକୁ ଜାହିର କରିବା ପୂର୍ବକ ସେ କ'ଣ କ୍ଷୋଭ ପ୍ରକାଶ କରୁଛନ୍ତି। ତାହେଲେ ଏଠି କବି କ'ଣ କରିଛନ୍ତି ନା କବି ଜଗନ୍ନାଥଙ୍କର ପକ୍ଷପାତ ରୀତି ମାନେ ଯେଉଁ ଯେତେ ନିର୍ଦ୍ଦୟ ଯେଉଁଟାକି ପକ୍ଷପାତ ଗୋଟେ ରୋଗ ଟାଇପ୍ର ଯେଉଁଟାକି ଲୋକମାନେ କିଛି ମାନେ ଚାହିଁଲେ ବି କିଛି କରିପାରନ୍ତିନି ତ ସେଇଟା ହିଁ ହେଲା ପକ୍ଷପାତ ରୀତିକୁ ମାନେ ଜଗନ୍ନାଥ ତାଙ୍କ ପ୍ରତି କିଛି କରୁନାହାନ୍ତି। ତ ସେଇ କଥା ସେ ଏଠାରେ ଜଣେଇଛନ୍ତି ଯେ
ତାଙ୍କର ଅଭିମାନକୁ ତାଙ୍କ ନିଜର ମନର ଅଭିମାନକୁ ସେ ଜାହିର କରିବା ପୂର୍ବକ ଭକ୍ତ ପ୍ରକାଶ କରିଛନ୍ତି କାହା ପାଖରେ ନା ଜଗନ୍ନାଥଙ୍କ ପାଖରେ ଏହି ଜଗନ୍ନାଥ ଜଣାଣ ମାଧ୍ୟମରେ ହେଲା। ତାକୁ ଦେଖନ୍ତୁ କ୍ଷୀର ସମୁଦ୍ର ସାଇ ଭଗବାନ ଶ୍ରୀ ଜଗନ୍ନାଥଙ୍କୁ କବି ବ୍ୟାକୁଳିତ କଣ୍ଠରେ କେତେକ ପ୍ରଶ୍ନ ପଚାରି ନିଜର ମନକୁ ହାଲୁକା କରିଛନ୍ତି। କ୍ଷୀର ସମୁଦ୍ର ସାଇ କିଏ ନା ପ୍ରଭୁ ଜଗନ୍ନାଥ। ତାଙ୍କୁ ସେ କହୁଛନ୍ତି ଯେ ବ୍ୟାକୁଳିତ କଣ୍ଠରେ ସେ ତାଙ୍କୁ ବ୍ୟାକୁଳିତ କଣ୍ଠରେ ସମ୍ବୋଧନ କରୁଛନ୍ତି ଅନେକ ସାରା ପ୍ରଶ୍ନ ଏବଂ ନିଜର ମନକୁ ସେ ହାଲୁକା କରିଛନ୍ତି। ସେ ଜଗନ୍ନାଥଙ୍କୁ ଅନେକ ସାରା ପ୍ରଶ୍ନ ପଚାରିଛନ୍ତି। କ'ଣ ପଚାରିଛନ୍ତି ନା ସେଗୁଡ଼ା ଜାଣିବା ହେଲା। ଦେଖନ୍ତୁ କବି ବଳଦେବ ରଥଙ୍କର ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ କେବେ ବି ଉଣା ନଥାଏ। ସେ ଜଗନ୍ନାଥଙ୍କୁ କେବେ ବି କ'ଣ ଉଣା କରି ନାହାନ୍ତି ଭକ୍ତି ଭାବରେ ହେଲା। ସେ ସର୍ବଦା ତାଙ୍କୁ ଭକ୍ତି କରନ୍ତି ଅଥଚ ସେ ତାଙ୍କ ପ୍ରତି ନିର୍ଦ୍ଦୟ ଥିବା ହୃଦୟଙ୍ଗମ କରି ମନ ଭିତରେ ସେ କ'ଣ କ୍ଷୋଭକୁ ପ୍ରଶ୍ନ ମାଧ୍ୟମରେ ପଚାରିଛନ୍ତି। ସେ ଦେଖିଛନ୍ତି ଯେ କ'ଣ ତାଙ୍କ ପ୍ରତି ଏତେ ନିର୍ଦ୍ଦୟ କାହିଁକି ତାଙ୍କ ପ୍ରତି ଏତେ ନିର୍ଦ୍ଦୟ କାହିଁକି ପ୍ରଭୁ ସେ କଥା ସେ କିଏ କହୁଛନ୍ତି ନା ବଳଦେବ ହେଲା। ତେଣୁ ସେ ହୃଦୟଙ୍ଗମ କରି ମନ ଭିତରେ ସେ ତାଙ୍କର କ୍ଷୋଭକୁ ପ୍ରଶ୍ନ ମାଧ୍ୟମରେ ପଚାରିଛନ୍ତି ହେଲା। ତାକୁ ଜଗନ୍ନାଥକୁ ଏହି ଜଣାଣ ମାଧ୍ୟମରେ ଅନେକ ସାରା ପ୍ରଶ୍ନ ପଚାରିଛନ୍ତି ହେଲା। ଦେଖିବା ଅରଣ୍ୟରେ ବ୍ୟାଧ କବରରେ ପଡ଼ିଥିବା ମୃଗିଣୀକୁ ଉଦ୍ଧାର କରି ଜଗନ୍ନାଥ ଭକ୍ତର ଅନୁରୋଧକୁ ରକ୍ଷା କରିଛନ୍ତି। ତାହେଲେ କ'ଣ ଅରଣ୍ୟରେ ଜଣେ ବ୍ୟାଧ କିଏ ଯେଉଁମାନେ କି ମୃଗିଣୀ ହେଇଯାଉ ଯେ ଠେକୁଆ ହେଇଯାଉ ଅନେକ ସାରା ଯେଉଁମାନେ ଶିକାର କରନ୍ତି ତାକୁ ବ୍ୟାଧ କୁହାଯାଏ। ତେଣୁ ବ୍ୟାଧ କବରରେ ପଡ଼ିଥିବା ମୃଗିଣୀ ମାନେ କ'ଣ ଗୋଟେ ହରିଣକୁ ଉଦ୍ଧାର କରି ଜଗନ୍ନାଥ ଭକ୍ତର ଅନୁରୋଧକୁ ରକ୍ଷା କରିଛନ୍ତି। ଜଣେ ଭକ୍ତ କିଏ ଥିଲେ ଦେଖନ୍ତୁ ମୃଗିଣୀ ଥିଲେ ଜଣେ ଭକ୍ତ। ସେ ଭଗବାନଙ୍କୁ ଆରାଧନା କରିଛନ୍ତି ଏବଂ ଭଗବାନ ମଧ୍ୟ ତାଙ୍କ ନିକଟରେ କ'ଣ ଉପସ୍ଥିତ ହେଇକି ତାଙ୍କୁ ଉଦ୍ଧାର କରିଛନ୍ତି ହେଲା। ସେ କେବଳ ତାଙ୍କ ପାଦ କମଳରେ ଧ୍ୟାନ ରଖିଥିବା କ'ଣ ନଜିର ହେଲା। ସେ କେବଳ ତାଙ୍କର ପାଦ କମଳରେ ତାଙ୍କର କାହାର ପାଦ କମଳ ନା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପାଦ କମଳ ତାଙ୍କର ପାଦ କ'ଣ କମଳ ଏବଂ ଧ୍ୟାନ ରଖିଥିବା ନଜିର ରହିଛି। ସେହିପରି ଗଭୀର ଜ୍ୱରରେ ଗଜ କୁମ୍ଭୀର କବରରେ ପଡ଼ି ଆର୍ତ୍ତନାଦ କରୁଥିବା ସମୟରେ ତାର ଡାକ ଶୁଣି ତାକୁ ମଧ୍ୟ ଉଦ୍ଧାର କରିଛନ୍ତି। ତାହେଲେ କ'ଣ ନା ଯେତେବେଳେ ଗଭୀର ଜ୍ୱରରେ ଗୋଟେ ହାତୀଟି ଯେତେବେଳେ ପାଣି ପିଇବା ପାଇଁ ଯାଇଥିଲା କେଉଁଠି ନଦୀ ଗର୍ଭକୁ ସେଠାରେ ଗୋଟେ ବଡ଼ କୁମ୍ଭୀରଟି ଯେ ହାତୀର ଶୁଣ୍ଡକୁ କାମୁଡ଼ି ଧରିଥିଲା ହେଲା। ସେତେବେଳେ ସେ ଆର୍ତ୍ତନାଦ କରିଥିଲା ବା ଚିତ୍କାର କରିଥିଲା ଠାକୁରଙ୍କୁ ଆରାଧନା କରିଥିଲା। ତ ସେତେବେଳେ ଭଗବାନ ମଧ୍ୟ ତାଙ୍କର ଡାକ ଶୁଣି ତାଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି ହେଲା। ଯେଉଁ ନୀତି ଶିକ୍ଷା ବହି ଗୁଡ଼ିକରେ ପଢ଼ିଥିବ କୁମ୍ଭୀର ଗ୍ରାସନ୍ତେ ଗାତ୍ର ଜନେ କହିବାରେ ଅନେକ ପରଜା ମନେ କଲା ସିନା ମାତ୍ର। ତାହେଲେ କ'ଣ କୁମ୍ଭୀର ଗ୍ରାସନ୍ତେ ଗାତ୍ର କୁମ୍ଭୀର ଯେଉଁ ଗଜକୁ ଯେତେବେଳେ ମାନେ କ'ଣ ତାକୁ ଗ୍ରାସ କରିବା ପାଇଁ ଚାହୁଁଥିଲା ଜନେ କହିବାରେ ଅନେକ ପରଜା ମନେ କଲା ସିନା ମାତ୍ର। ଜନେ ଅର୍ଥ କ'ଣ ଜନେ ଅର୍ଥ ଲୋକମାନେ ହେଲା। ତାପରେ ଦେଖିବା ଦେଖ କବି ଭାବନାରେ ସେ ମଧ୍ୟ ନାମକୁ ମାତ୍ର ଜଗନ୍ନାଥକୁ ସ୍ମରଣ କରି ବିପଦମୁକ୍ତ ହୋଇଛନ୍ତି। ତାହେଲେ କ'ଣ କବି ଭାବିଛନ୍ତି ସେ କ'ଣ ଭାବିଛନ୍ତି ଦେଖନ୍ତୁ ନାମକୁ ମାତ୍ର ଜଗନ୍ନାଥକୁ ସ୍ମରଣ କରି ବିପଦମୁକ୍ତ ହୋଇଥିଲା। ମାନେ ସେ କହିଛନ୍ତି କେବଳ ନାମକୁ ହେଲା। କାହିଁକିନା ସେ ଜଗନ୍ନାଥ ଯେହେତୁ ତାଙ୍କ ପ୍ରତି ଏତେ ନିର୍ଦ୍ଦୟ ତାଙ୍କର ମନସ୍କାମନା କିଛି ପୂରଣ କରିନାହାନ୍ତି ତେଣୁକରି ସେ ଭଗବାନଙ୍କୁ ସେ ବା ଜଗନ୍ନାଥଙ୍କୁ ନିର୍ଦ୍ଦୟ ବୋଲି କହିଛନ୍ତି। ସେ କହିଛନ୍ତି କେବଳ ନାମକୁ ମାତ୍ର ଜଗନ୍ନାଥକୁ ସ୍ମରଣ କଲେ ବିପଦମୁକ୍ତ ହୋଇଯିବ ହେଲା। କେବଳ ସେତିକି କାହିଁକି କୁରୁସଭାତରେ ଦୁଶାସନ ଦ୍ୱାରା ଦ୍ରୌପଦୀଙ୍କର ବସ୍ତ୍ରହରଣ ସମୟରେ ତୁମେ ମାନେ କାହାକୁ କୁହାଯାଇଛି ନା ଜଗନ୍ନାଥକୁ ମଧ୍ୟ ତାଙ୍କୁ କଟି ବସ୍ତ୍ର ପ୍ରଦାନ କରି ଭକ୍ତର ମନୋରଞ୍ଜନ କରିଥିବାର ପୌରାଣିକ ନଜିର ରହିଛି। ନଜିର ମାନେ କ'ଣ ପୌରାଣିକରୁ ଯେଉଁଟାକି କିମ୍ବଦନ୍ତୀ ହେଇକି ରହିଅଛି ହେଲା ସେଇଟା ହିଁ। ଦେଖନ୍ତୁ ତାହେଲେ କ'ଣ ଆଉ କ'ଣ କରିଛନ୍ତି ନା ପ୍ରଭୁ ଜଗନ୍ନାଥ ନା କୁରୁସଭାତରେ ଯେତେବେଳେ ଦୁଶାସନଙ୍କ ଦ୍ୱାରା ଦ୍ରୌପଦୀଙ୍କର ବସ୍ତ୍ରହରଣ କରାଯାଉଥିଲା ସେତେବେଳେ ଯେଉଁ ପ୍ରଭୁ ଜଗନ୍ନାଥ ହେଲା ତାଙ୍କୁ କଟି ବସ୍ତ୍ର ପ୍ରଦାନ କରିଥିଲେ ଯାହାଫଳରେ କି କ'ଣ ଗୋଟେ ଭକ୍ତର ମନୋରଞ୍ଜନ କରିଥିବାର ପୌରାଣିକ ନଜିର ମଧ୍ୟ ରହିଛି। ହୁଏତ ସେ ମଧ୍ୟ ଜଗନ୍ନାଥକୁ ଧ୍ୟାନ କରି ତାର ସମ୍ମାନ ରକ୍ଷା କରିପାରିଥିଲା ଯେତେବେଳେ ତାଙ୍କର କ'ଣ ବସ୍ତ୍ରଟି ହରଣ କରୁଥିଲେ ସେତେବେଳେ ସେ ପ୍ରଭୁ ଜଗନ୍ନାଥକୁ ଧ୍ୟାନ କରି ତାର ସମ୍ମାନ ରକ୍ଷା କରିଥିଲେ କିଏ ନା ଦ୍ରୌପଦୀ ହେଲା। ଦେଖନ୍ତୁ ଏ ପରିପ୍ରେକ୍ଷୀରେ କବିଙ୍କର ଅଭିମାନ ଏହିକି ଯେ ଦେଖନ୍ତୁ ଏତେ ବଡ଼ ବିପଦରୁ ଭକ୍ତଙ୍କୁ ରକ୍ଷା କରିପାରିଲ ଅଥଚ ମୁଁ ତୁମର ଭକ୍ତ ହୋଇ ତୁମର ଅପାର କରୁଣାରୁ ବଞ୍ଚିତ ହେବାର କାରଣ କ'ଣ ପ୍ରଭୁ ସେ କହୁଛନ୍ତି। ଦେଖନ୍ତୁ ଏ ପରିପ୍ରେକ୍ଷୀରେ କବିଙ୍କର ଅଭିମାନ ସେ କବି ଅଭିମାନ କରିଛନ୍ତି ଏଠାରେ କ'ଣ କହିଛନ୍ତି ନା ଦେଖନ୍ତୁ ଏତେ ବଡ଼ ବିପଦରୁ ମାନେ ଏତେ ବଡ଼ ବିପଦରୁ ତୁମେ ଅନେକ ସାରା ଭକ୍ତଙ୍କୁ ତୁମେ ରକ୍ଷା କରିଛ କିନ୍ତୁ
ମୁଁ ତୁମର ଭକ୍ତ ହୋଇ ମଧ୍ୟ ତୁମର ଅପାର କରୁଣାରୁ ବଞ୍ଚିତ ମୁଁ କାହିଁକି ତୁମର କ'ଣ ପ୍ରଭୁଙ୍କର କରୁଣା ପାଇବାରୁ ନାହିଁ? ଏହାର କାରଣ କ'ଣ? ଏଇଟା ସେ ପ୍ରଶ୍ନ ପଚାରିଛନ୍ତି। ଏହାଦ୍ୱାରା କବିଙ୍କର ଜଗନ୍ନାଥଙ୍କ ପ୍ରତି କ୍ଷୋଭ ସ୍ପଷ୍ଟ ହୋଇଛି। ତାପରେ ଦେଖନ୍ତୁ କ'ଣ ଅଛି ନା ଯୁଗେ ଯୁଗେ ଭଗବାନଙ୍କର କ'ଣ ଭକ୍ତଙ୍କ ପ୍ରତି ଅପାର କରୁଣା ଯୁଗେ ଯୁଗେ ମାନେ ତୁମର ସତ୍ୟ ଯୁଗ ହେଇଯାଉ କି ଯେଉଁ ଅନେକ ସାରା ଯୁଗ ଅଛି ତ ସବୁ ଯୁଗରେ ଭଗବାନ ଭକ୍ତଙ୍କ ପ୍ରତି ଅପାର କରୁଣା କରି କବି ସ୍ମରଣକୁ ଆଣିଛନ୍ତି। କବି କ'ଣ ଏହାକୁ ସ୍ମରଣ କରିଛନ୍ତି। ଦ୍ୱାପର ଯୁଗରେ କଂସର ମାଲ୍ୟାଣୀ କିଏ? କୁବ୍ଜା ଶ୍ରୀକୃଷ୍ଣଙ୍କୁ ଚନ୍ଦନ ଚର୍ଚ୍ଚିତ କରି ତାଙ୍କର ଅଙ୍ଗ ସ୍ପର୍ଶରେ ସେ ଅଭିଶାପ ମୁକ୍ତ ହୋଇ ସୁନ୍ଦରୀ ନାରୀରେ ପରିଣତ ହୋଇଥିଲା। ତାହେଲେ କ'ଣ ମାଲ୍ୟାଣୀ କୁବ୍ଜା ଶ୍ରୀକୃଷ୍ଣଙ୍କୁ ଚନ୍ଦନ ଚର୍ଚ୍ଚିତ ଯେତେବେଳେ କଲେ ତ ତାଙ୍କର ଅଙ୍ଗ ସ୍ପର୍ଶ ହୋଇଗଲା ମାତ୍ରେ ସେ ଅଭିଶାପ ମୁକ୍ତ ହୋଇଗଲେ ଏବଂ ଗୋଟେ ସୁନ୍ଦରୀ ନାରୀରେ ପରିଣତ ହୋଇଯାଇଥିଲେ। କଂସର ରଜକକୁ ନିଧନ କରି ତାଙ୍କୁ ମୁକ୍ତି ପ୍ରଦାନ କରିଥିଲେ ହେଲା। ତାହେଲେ ଦେଖିବା ସେହିପରି ଅନ୍ଧପୁତ୍ରକୁ ଶ୍ରୀକୃଷ୍ଣ ମାଡ଼ ମାରି ତାର ପିତାଙ୍କୁ ଚକ୍ଷୁ ପ୍ରଦାନ କରିବାର ପୌରାଣିକ ନଜିର ରହିଛି। କୁବେରଙ୍କର ପୁତ୍ର ନଳ ଓ କ'ଣ ମଣିଗ୍ରୀବ ନାରଦଙ୍କ ଠାରୁ ଅଭିଶାପ ପାଇ ଗୋଟେ ଜାମରାଜନ ବୃକ୍ଷରେ ପରିଣତ ହୋଇଥିଲେ। ଜାମରାଜନ ବୃକ୍ଷ ହେଲା ଯେଉଁ ବୃକ୍ଷରେ କି ଜଗନ୍ନାଥ ଯେଉଁ ଟାଣିକି ଯେଉଁ ଗଛ ଗୁଡ଼ିକ ଉପାଡ଼ି ଦେଇଥିଲେ ସେଇ ଗଛ ହେଲା ତାଙ୍କର ରସି ଦ୍ୱାରା। ଶ୍ରୀକୃଷ୍ଣଙ୍କର ବାଲ୍ୟ ଲୀଳା ସମୟରେ ମାତା ତାଙ୍କୁ ଦୁଷ୍ଟାମୀ ହେତୁ ଜାମରା ବୃକ୍ଷରେ ବାନ୍ଧି ଦେଇଥିଲେ। ଫଳରେ ଜାମରା ବୃକ୍ଷ ଉପୁଡ଼ି ପଡ଼ିବାରୁ ସେ ଦୁହେଁ ଶାପମୁକ୍ତ ହୋଇ ପୁନଃ ସେ ମାନବ ଜନ୍ମ ପାଇଥିଲେ। ଭଗବାନ ନୃସିଂହ ଅବତାରରେ ଦାନବ ହିରଣ୍ୟକଶ୍ୟପଙ୍କ ଦ୍ୱାରା ଅତ୍ୟାଚାରିତ ପ୍ରହ୍ଲାଦଙ୍କୁ ସ୍ତମ୍ଭରୁ ବାହାରି ସେ ଉଦ୍ଧାର କରିଥିଲେ। କାହାକୁ? ନା ହିରଣ୍ୟକଶ୍ୟପ। ସେ କିଏ? ନା ପ୍ରହ୍ଲାଦଙ୍କର ପିତା ଥିଲେ ହେଲା। ତାଙ୍କୁ କିପରି ଭାବରେ ଉଦ୍ଧାର କରିଥିଲେ ପ୍ରହ୍ଲାଦଙ୍କୁ। ତାପରେ ଦେଖନ୍ତୁ ତୁମର ଅଭିଶପ୍ତା ପାଷାଣୀ ଅହଲ୍ୟାଙ୍କୁ ଭଗବାନ ରାମ ଅବତାରରେ ତାଙ୍କର ପାଦ ସ୍ପର୍ଶ ଦେଇ ତାଙ୍କୁ ଉଦ୍ଧାର କରିଥିଲେ। କାହାକୁ? ନା ଅଭିଶପ୍ତା ଯେ କି ଅଭିଶାପ ପାଇଥିଲେ ପାଷାଣୀ ଅହଲ୍ୟାକୁ ହେଲା। ସେ ତାଙ୍କର ପାଦ ସ୍ପର୍ଶ ଦେଇକି ତାଙ୍କୁ ମଧ୍ୟ ଉଦ୍ଧାର କରିଥିଲେ। କେବଳ ସେତିକି କାହିଁକି କୃଷ୍ଣ ଅବତାରରେ ଭଗବାନ ସକା ଦରିଦ୍ର ସୁଦାମାଙ୍କୁ ସେ କୋଟିପତି କରାଇଥିଲେ। ଯାହା ପାଖରେ କି କ'ଣ ଖାଇବା ପାଇଁ ଖୁଦ ମୁଠେ ମଧ୍ୟ ନଥିଲା ତାଙ୍କୁ ମଧ୍ୟ କୋଟିପତି କରାଇଥିଲେ ପ୍ରଭୁ ଜଗନ୍ନାଥ ବା କ'ଣ ଶ୍ରୀକୃଷ୍ଣ ହେଲା। ସେଇ ଗୋଟିଏ ରୂପ। ଦେଖନ୍ତୁ କବି ଜଗନ୍ନାଥଙ୍କର ଭକ୍ତ ହେଲେ ମଧ୍ୟ ସେ ଅନ୍ୟାନ୍ୟ ଭକ୍ତଙ୍କ ପରି ନିଜର ଦୁଃଖ ଜଣାଇ ବିଫଳ ହୋଇଛନ୍ତି। ତାହେଲେ କବି କ'ଣ ଅନ୍ୟାନ୍ୟ ଭକ୍ତଙ୍କ ପରି ସେ ବି ମଧ୍ୟ ଜଣେ ଭକ୍ତ କିନ୍ତୁ ସେ ନିଜର ଦୁଃଖ ଜଣାଇ ବିଫଳ ହୋଇଛନ୍ତି। ଯେହେତୁ ଠାକୁର ତାଙ୍କ ପ୍ରତି ନିର୍ଦ୍ଦୟ ମନୋଭାବ ବା କ'ଣ ଠାକୁର ତାଙ୍କର ମନସ୍କାମନା ପୂରଣ କରିନାହାନ୍ତି ତେଣୁ ସେ ବିଫଳ ହୋଇଛନ୍ତି। ତାଙ୍କର ଭାବନାରେ ଶ୍ରୀ ଜଗନ୍ନାଥଙ୍କର ଅହେତୁକ ଅନୁଗ୍ରହ ଲାଭ କରି ଭକ୍ତମାନେ ଅତୀତରେ ନିଜର ଦୁଃଖ ଦୁର୍ଦ୍ଦଶାକୁ ଭୁଲି ସମ୍ମାନିତ ହୋଇଛନ୍ତି। ଅଥଚ ସେ ଜଗନ୍ନାଥଙ୍କର ପରମ ଭକ୍ତ ହୋଇ ମଧ୍ୟ ଦୁଃଖରେ କାଳାତିପାତ କରୁଛନ୍ତି। ସେଥିପାଇଁ ଜଗନ୍ନାଥଙ୍କ ପ୍ରତି କ୍ଷୋଭ ମାନେ ନିନ୍ଦା ନୁହେଁ କିନ୍ତୁ ତାଙ୍କ ପ୍ରତି ଅଭିମାନ ଯେଉଁଟା ଟିକେ ଅଭିମାନ କରିଛନ୍ତି। ଯେମିତି ପୁତ୍ର ପିତା ପ୍ରତି ଅଭିମାନ ସେଇଭଳି ଭାବରେ ସେ ଅଭିମାନ କରିଛନ୍ତି। ଘୃଣା ହେବନି ପିଲାମାନେ ହେଲା। ପୁନଃ ସେ କହିଛନ୍ତି ଯେ ପାପୀଜନ ଭଗବାନ କ'ଣ ଜାଣନ୍ତି ନାହିଁ ଅଥଚ ଠାକୁର ନାମ ଦ୍ୱାରା ନିଜ ପୁତ୍ରର ନାମ ଧରି ଜୀବନ ଜଞ୍ଜାଳରୁ ମୁକ୍ତି ପାଇଥାନ୍ତି। ଭକ୍ତ ଅଜାମିଳ ବୃତ୍ତାନ୍ତ ଏହାର ଦୃଷ୍ଟାନ୍ତ ମାତ୍ର ହେଲା। ଅଜାମିଳର ମୃତ୍ୟୁରେ ସେ ବିଷ୍ଣୁ ନାମ ଜପିବାରେ ବିଷ୍ଣୁଦୂତ ମାନେ ତାର ଆତ୍ମାକୁ ଯମଦୂତଙ୍କ ଠାରୁ ନେଇଯାଇଥିବାର ଦୃଷ୍ଟାନ୍ତ ରହିଛି। ଭକ୍ତ କବି ସୂର୍ଯ୍ୟ ଜଗନ୍ନାଥଙ୍କୁ ବିଭିନ୍ନ ଦୃଷ୍ଟାନ୍ତ ଦେଇ ଭକ୍ତି ଅର୍ଘ୍ୟ ପ୍ରଦାନ ପୂର୍ବକ ଆକୁଳ ନିବେଦନରେ ଦୁଃଖ ଜଣାଇ ଏହି ଭବସାଗରରୁ ପାରି ହେବା ହେଉଛି ଏହି ଜଣାଣର ମର୍ମବାଣୀ। କାରଣ ତାଙ୍କର ଏକମାତ୍ର ମୁକ୍ତିଦାତା ହେଉଛନ୍ତି ସ୍ୱୟଂ ଜଗନ୍ନାଥ ଯାହାକି ଏଥିରେ ଟିଏ ମାତ୍ର ସନ୍ଦେହ ନାହିଁ। ଏହାଦ୍ୱାରା କବିଙ୍କର ଜଗନ୍ନାଥଙ୍କ ପ୍ରତି ନିଜର ଭକ୍ତିମତ୍ତା ପ୍ରକାଶ ପାଇଛି। ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି। ଦେଖା ହବା ଗୋଟେ ନେକ୍ସଟ ଭିଡ଼ିଓ ମାଧ୍ୟମରେ। ଧନ୍ୟବାଦ। ଜୟ ଜଗନ୍ନାଥ।